ପ୍ରଥମ ପର୍ଯ୍ୟାୟରେ 20ଟି ପ୍ରମୁଖ ସ୍ଥାନରେ ହେବ ମେଟ୍ରୋ ଷ୍ଟେସନ। ମେଟ୍ରୋ ରେଳ ପ୍ରକଳ୍ପ ନେଇ ବିଧାନସଭାରେ ବିସ୍ତୃତ ତଥ୍ୟ ରଖିଛନ୍ତି ରାଜ୍ୟ ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା ଅନୁସାରେ ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ଶିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ହେବ। ଏଥିପାଇଁ 20ଟି ପ୍ରମୁଖ ସ୍ଥାନରେ ହେବ ଷ୍ଟେସନ। ଭୁବନେଶ୍ୱର ବିମାନ ବନ୍ଦର, କ୍ୟାପିଟାଲ ହସ୍ପିଟାଲ, ବାପୁଜୀ ନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀ ବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାବିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମନା ଛକ, ପଟିଆ ଛକ, କିଡ୍ସ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ବାରଙ୍ଗ ଫୁଲ ପୋଖରୀ, ତ୍ରିଶୁଳିଆ ଛକରେ ମେଟ୍ରୋ ଷ୍ଟେସନ ରହିବ। କାମ ଦେଉନି ସରକାରଙ୍କ ଘୋଷଣା, କମୁନି ଆଳୁ ଦର। ବଜାରରେ ଆଳୁ ଅଛି କିନ୍ତୁ ଦର କମିବାରେ ନାଁ ଧରୁନାହିଁ। ଆଳୁ କିଲୋ ପିଛା 40 ଟଙ୍କା ରହିଛି। କେତେକ ସ୍ଥାନରେ ଆଳୁ କିଲୋ ପିଛା 45 ଟଙ୍କାରେ ବି ବିକ୍ରି ହେଉଛି। ଭୁବନେଶ୍ୱରର 1 ନମ୍ବର ହାଟରେ ଆଳୁ ଦାମ 40 ଟଙ୍କା ରହିଛି। ଯଦି ୟୁପିରୁ ଆଳୁ ବଜାରକୁ ଆସିଛି କିନ୍ତୁ ଆଳୁର ଦାମ ବିଶେଷ କମିନାହିଁ। ଏବେ ବି 1 ନମ୍ବର ମାର୍କେଟରେ ପଶ୍ଚିମବଙ୍ଗର ଆଳୁ ବିକ୍ରି କରୁଛନ୍ତି ବ୍ୟବସାୟୀ। ଫଳରେ ଗ୍ରାହକ ଆଶ୍ୱସ୍ତି ହେବା ବଦଳରେ ଚିନ୍ତାରେ ପଡ଼ିଛନ୍ତି। କଟକ ସଦର ବଜାର ଓ ବ୍ରହ୍ମପୁରରେ ବି ସେହି ଏକା ସ୍ଥିତି। ସରକାର 30 ଟଙ୍କାରେ ଆଳୁ ବିକ୍ରି ହେବ ବୋଲି କହିଥିଲେ କିନ୍ତୁ ବଜାରରେ ଦର ଚଢ଼ା ରହିଛି। ଖୁସି ଖବର, ମହିଳା ପାଇବେ ମାସିକ 7,000। LIC ବୀମା ସଖୀ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ଅଧୀନରେ ଚୟନ ହୋଇଥିବା 10ମ ପାସ୍ ମହିଳାଙ୍କୁ ମାସିକ 7,000 ଟଙ୍କା ଦରମା ସହିତ ମିଳିବ କମିଶନ। ଏଥିସହ ସେମାନଙ୍କୁ 3 ବର୍ଷ ପର୍ଯ୍ୟନ୍ତ ଦିଆଯିବ ବୀମା ଏଜେଣ୍ଟ ତାଲିମ। ତେବେ ପାନିପତ୍ର LIC ବୀମା ସଖୀ ଯୋଜନାର ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମହିଳାଙ୍କୁ ଆତ୍ମନିର୍ଭର କରାଇବା। 18 ବର୍ଷରୁ ଆରମ୍ଭ କରି 70 ବର୍ଷ ପର୍ଯ୍ୟନ୍ତ ଯେକୌଣସି ମହିଳା ଏ ଯୋଜନା ପାଇଁ ଆବେଦନ କରିପାରିବେ। ମୋହନ ସରକାରଙ୍କୁ ହୋର୍ଡିଂ ନିଶା, ସୁଭଦ୍ରା ଯୋଜନାର ପ୍ରଚାର ଖର୍ଚ୍ଚ 7 କୋଟି। ମୋଦି ସରକାରଙ୍କ ଭଳି ମୋହନ ସରକାରଙ୍କୁ ବି ଲାଗିଛି ବିଜ୍ଞାପନ ନିଶା। ବିଜେପି ସରକାର କେବଳ ସୁଭଦ୍ରା ଯୋଜନା ହୋର୍ଡିଂ ପାଇଁ 7 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସତ୍ୟରୁ ଏହା ଜଣାପଡ଼ିଛି। ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାରୀ ହେମନ୍ତ କୁମାର ପଣ୍ଡା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଲଗାଯାଇଥିବା ହୋର୍ଡିଂ ଖର୍ଚ୍ଚ ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ସୁଭଦ୍ରା ଯୋଜନା ପାଇଁ ହୋର୍ଡିଂ ବିଜ୍ଞାପନ ବାବଦକୁ 7 କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ବ୍ୟୟ ଅଟକଳ କରିଥିଲେ। ନବୀନଙ୍କ ଯୋଜନାକୁ କଂଗ୍ରେସର ସମର୍ଥନ। BSKY ଯୋଜନା ବନ୍ଦ କରନ୍ତୁ ନାହିଁ ରାଜ୍ୟ ସରକାର। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲାଗୁ କରାଯାଇଥିବା କୌଣସି ଜନହିତକର ଯୋଜନାକୁ ବନ୍ଦ କରାନଯାଉ, ଏନେଇ କଂଗ୍ରେସ ବିଧାୟକ ପବିତ୍ର ସାହୁଣ୍ଟା ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। BSKY କାର୍ଡ ଗରିବ ଲୋକଙ୍କ ପାଇଁ ଏକ ବରଦାନ। ଓଡ଼ିଶାରେ ଗରିବ ଆଦିବାସୀମାନେ ଏହି କାର୍ଡ ଦ୍ୱାରା ବହୁତ ଉପକୃତ ହେଉଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ଲୋକମାନେ ବହୁତ ହଇରାଣ ହେବେ। ବିଲ୍ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ସାମ୍ନା କରିବେ। ତେଣୁ ପୂର୍ବ ସରକାରଙ୍କ ଦ୍ୱାରା ସ୍ୱାସ୍ଥ୍ୟ କାର୍ଡକୁ ନୂଆ ସରକାର ଲାଗୁ କରିବା ଦରକାର। ଲଘୁଚାପ ପ୍ରଭାବ, ଟ୍ୱିନ୍ ସିଟିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି 12 ତାରିଖ ସୁଦ୍ଧା ତାମିଲନାଡୁ ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ଟ୍ୱିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ସହ କଟକର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ଅନ୍ୟପକ୍ଷେ 11 ଜିଲ୍ଲାକୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ ଠିକ୍ ଅମଳ ବେଳକୁ ଅଦିନିଆ ବର୍ଷା ଚାଷୀଙ୍କୁ ଧୋକା ଦେଇଛି। ଦିଲ୍ଲୀରେ ଅରବିନ୍ଦ କେଜରିୱାଲଙ୍କ ବଡ଼ ଘୋଷଣା। ଦିଲ୍ଲୀରେ ଅଟୋ ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜରିୱାଲ। ଅଟୋ ଚାଳକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଦିଲ୍ଲୀରେ ଅଟୋ ଚାଳକଙ୍କ ଦୁର୍ଘଟଣା ବୀମା କରାଯିବ। ଦିଲ୍ଲୀ ସରକାର ଅଟୋ ଚାଳକଙ୍କ ପିଲାଙ୍କର କୋଚିଂର ଖର୍ଚ୍ଚ ମଧ୍ୟ ବହନ କରିବେ। ଅଟୋ ଚାଳକଙ୍କ ଝିଅଙ୍କର ବାହାଘରରେ 1 ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରାଯିବ। ଖାଲି ଏତିକି ନୁହେଁ, ପୋଷାକ ପାଇଁ ବର୍ଷରେ 12 ଥର ଅଟୋ ଚାଳକଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ଟ୍ରାନ୍ସଫର କରାଯିବ। ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ସରକାରଙ୍କ ଉଦ୍ୟମ। ଗଠନ ହେବ ଟାସ୍କଫୋର୍ସ।
ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ସଦସ୍ୟ ଭାବେ ରହିବେ। ମଙ୍ଗଳବାର ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଚିନିକଳ ଏକ ପୁରାତନ ଚିନିକଳ। ଏହା ଉପରେ ଅନେକ ଚାଷୀ ନିର୍ଭର କରନ୍ତି। ତେଣୁ ଏହାର ଉନ୍ନତୀକରଣ ଓ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ବାଂଲାଦେଶରେ ଇଣ୍ଡିଆ ବୟକଟ୍ ନାରା, ଭାରତ ତିଆରି ସାମଗ୍ରୀରେ ଲଗାଇଲେ ନିଆଁ। ବାଂଲାଦେଶରେ ତେଜୁଛି ଭାରତ ବିରୋଧୀ ନିଆଁ। ଇଣ୍ଡିଆ ବୟକଟ୍ ନାରା ଦେଇଛି ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଟି ପାର୍ଟି ବା ବିଏନ୍ସି। ଏନେଇ ଦଳର ବରିଷ୍ଠ ନେତା ଭାରତର ଜୟପୁରରେ ତିଆରି ହୋଇଥିବା ଏକ ବେଡସିଟ୍ ଜାଳି ପ୍ରତିବାଦ କରିଛନ୍ତି। ବର୍ତ୍ତମାନ ଦୁଇ ପଡ଼ୋଶୀ ଦେଶରେ ମୁହାଁମୁହିଁ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରତିଦିନ ବାଂଲାଦେଶରୁ ଏହିଭଳି ହଜାର ହଜାର ଖବର ସାମ୍ନାକୁ ଆସୁଛି। ମଙ୍ଗଳବାର ବାଂଲାଦେଶର ରାଜଶାହୀ ସହରରେ ଭାରତର ଉପାଧ୍ୟର ବୟକଟ୍ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଡଭୋକେଟ୍ ରାହୁଲ କବୀର ରିଜଭୀ ତଥା ବିଏନ୍ପି ବରିଷ୍ଠ ଯୁଗ୍ମ ସମ୍ପାଦକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତ ବିରୋଧରେ ବର୍ଷିଥିଲେ। ସିରିଆରେ ଇସ୍ରାଏଲ ବୋମାମାଡ଼। ସିରିଆରେ ବଶର ଅଲ୍ ଆସାଦ ସରକାର କ୍ଷମତାଚ୍ୟୁତ ହେବା ପରେ ଇସ୍ରାଏଲର ଯୁଦ୍ଧ ବିମାନଗୁଡ଼ିକ ସୋମବାର ରାତିରୁ ଡମାସ୍କସ ସମେତ ସାରା ଦେଶରେ ପ୍ରବଳ ବୋମାମାଡ଼ ଜାରି ରଖିଛନ୍ତି। ଯୁଦ୍ଧ ବିମାନଗୁଡ଼ିକ ରାଜଧାନୀ ଡମାସ୍କସର ପାଖାପାଖି 25 କିଲୋମିଟର ପର୍ଯ୍ୟନ୍ତ ଯାଇଥିଲେ ବୋଲି ସିରିଆ ଗୃହଯୁଦ୍ଧ ପର୍ଯ୍ୟବେକ୍ଷଣ ସଂସ୍ଥା କହିଛନ୍ତି। ତେବେ ଡମାସ୍କସ ଅଭିମୁଖେ ଯିବା ଖବରକୁ ଇସ୍ରାଏଲ ଖଣ୍ଡନ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୋମବାର ରାତି ଓ ମଙ୍ଗଳବାର ଡମାସ୍କସର ବୋମାମାଡ଼ର ଶବ୍ଦ ଶୁଣିବାକୁ ମିଳିଛି। ସଙ୍କଟରେ ଗୁଜରାଟ, 10 ବର୍ଷରୁ ମଲେନି 857 ହାତୀ। ଗତ 10 ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ 857 ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ 305 ହାତୀ ରୋଗର ଶିକାର ହୋଇ ମୃତ୍ୟୁବରଣ କରିଥିବା ବେଳେ 649 ବିଦ୍ୟୁତ୍ ଆଘାତ ଦ୍ୱାରା ମରିଛନ୍ତି। ପ୍ରାକୃତିକ କାରଣରୁ 229, ଶିକାର ଦ୍ୱାରା 30, ବିଷ ଦ୍ୱାରା 2, ରେଳ ଦୁର୍ଘଟଣା ଦ୍ୱାରା 29, ସଡ଼କ ଦୁର୍ଘଟଣା ଦ୍ୱାରା 7, ପ୍ରତିହିଂସା ପରାୟଣ ଦ୍ୱାରା 16 ମରିଛନ୍ତି। ଭାଜପା ସଭ୍ୟ ପ୍ରଶାନ୍ତ ଜଗଦେବଙ୍କ ଏହି ଲିଖିତ ପ୍ରଶ୍ନର ଉତ୍ତରରେ ମଙ୍ଗଳବାର ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି।